Hello student, welcome back to my Tanushree tutorial plus 3 second semester MDC philosophic Vedic culture unit 2 रो long question discussion करिबा Vedic system of value। ବୈଦିକ ମୂଲ୍ୟବୋଧ କ'ଣ? ଏହାର ମୂଳ ଧାରଣା ବିଷୟରେ ଲେଖ। ବୈଦିକ ମୂଲ୍ୟବୋଧ ଅର୍ଥାତ୍ ବେଦ ଓ ଉପନିଷଦ ମାଧ୍ୟମରେ ଉପସ୍ଥାପିତ ମାନବ ଜୀବନର ନୀତିମୂଳକ ଆଧ୍ୟାତ୍ମିକ ଓ ସାମାଜିକ ମୂଲ୍ୟ। ଏହି ମୂଲ୍ୟଗୁଡ଼ିକ ମୁଖ୍ୟତଃ ଋତ, ଧର୍ମ, କର୍ମ, ମୋକ୍ଷ, ସତ୍ୟ, ଅହିଂସା, ଦାନ ଓ ସମତା ଉପରେ ଆଧାରିତ। ବୈଦିକ ଚିନ୍ତନ ମାନବ ଏକତା, ନ୍ୟାୟ, ଶାନ୍ତି ଓ ଆତ୍ମଜ୍ଞାନ ପାଇଁ ମୂଳ ଆଧାର ଦେଉଛି। କ୍ୱେଶ୍ଚନ୍ ନମ୍ବର 2 ବୈଦିକ ମୂଲ୍ୟ ବ୍ୟବସ୍ଥାର ମୁଖ୍ୟ ଅଂଶଗୁଡ଼ିକ କ'ଣ? ବୈଦିକ ମୂଲ୍ୟ ବ୍ୟବସ୍ଥାର ମୁଖ୍ୟ ଅଂଶଗୁଡ଼ିକ ହେଉଛି ଋତ, ବ୍ରହ୍ମାଣ୍ଡର ନିୟମିତ, ନ୍ୟାୟ, ସତ୍ୟର ଆଧାର, ଧର୍ମ, ବ୍ୟକ୍ତିଗତ ଓ ସାମାଜିକ କର୍ତ୍ତବ୍ୟ, କର୍ମ, କାର୍ଯ୍ୟ ଓ ତାହାର ଫଳ, ନିଷ୍କାମ କର୍ମ ଧାରଣା। ମୋକ୍ଷ, ଆତ୍ମାର ମୁକ୍ତି, ଅଦ୍ୱୈତ ଚିନ୍ତନ, ସତ୍ୟ, ଜୀବନର ମୂଳ ମୂଲ୍ୟ, ଅହିଂସା, ପ୍ରାଣୀମାତ୍ର ପ୍ରତି ଦୟା, ଦାନ, ଉପକାର ଓ ତ୍ୟାଗ, ସମତା, ସମାଜରେ ସମାନ ଅଧିକାର। କ୍ୱେଶ୍ଚନ୍ ନମ୍ବର 3 ବୈଦିକ ମୂଲ୍ୟବୋଧ କିପରି ଭାରତୀୟ ସାମାଜିକ ଗଠନକୁ ଆକାର ଦେଇଛି? ବୈଦିକ ମୂଲ୍ୟବୋଧ ଭାରତୀୟ ସାମାଜିକ ଗଠନର ଆଧାର ଭାବେ କାର୍ଯ୍ୟ କରିଛି। ବର୍ଣ୍ଣ ବ୍ୟବସ୍ଥା, କର୍ମ ଅନୁସାରେ ବ୍ୟବସ୍ଥିତ ଜୀବନ, ଆଶ୍ରମ ଧର୍ମ, ବ୍ରହ୍ମଚର୍ଯ୍ୟ ଓ ଗୃହସ୍ଥ, ବାନପ୍ରସ୍ଥ ସନ୍ନ୍ୟାସ, ଗୁରୁ ଶିଷ୍ୟ ପରମ୍ପରା, ଶିକ୍ଷା ଓ ମୂଲ୍ୟର ଅନୁଷ୍ଠାନ, ଯଜ୍ଞ ଓ ଦାନ ପ୍ରଥା, ସାମାଜିକ ଏକତା ଓ ଉନ୍ନତି ପାଇଁ ଉପକାର। କ୍ୱେଶ୍ଚନ୍ ନମ୍ବର 4 ବୈଦିକ ମୂଲ୍ୟବୋଧର ଆଧୁନିକ ପ୍ରାସଙ୍ଗିକତା ବିଷୟରେ ଆଲୋଚନା କର। ବୈଦିକ ମୂଲ୍ୟବୋଧ ଆଜି ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ। ନୀତି ଓ ନ୍ୟାୟ, ଧର୍ମ, କର୍ମ ଧାରଣା ଆଜିର ନୀତି ଶିକ୍ଷାରେ ଉପଯୋଗୀ। ମାନବତା, ଅହିଂସା, ସମତା ଓ ଦାନ ଧାରଣା ବିଶ୍ୱ ମୂଲ୍ୟ ରୂପେ ଗ୍ରହଣ କରାଯାଇଛି। ଆଧ୍ୟାତ୍ମିକ ଉନ୍ନତି, ମୋକ୍ଷ ଓ ଆତ୍ମଜ୍ଞାନର ଧାରଣା ମାନସିକ ଶାନ୍ତି ପାଇଁ ଆବଶ୍ୟକ। ସାମ୍ପ୍ରଦାୟିକ ସହଯୋଗ, ବୈଦିକ ଚିନ୍ତନ ଏକତା ଓ ସାମ୍ପ୍ରଦାୟିକ ଶାନ୍ତିକୁ ବୃଦ୍ଧି କରେ। କ୍ୱେଶ୍ଚନ୍ ନମ୍ବର 5 ବୈଦିକ ମୂଲ୍ୟବୋଧ ଓ ଉପନିଷଦ ମଧ୍ୟରେ ସମ୍ପର୍କ ବିଷୟରେ ଲେଖ। ଉପନିଷଦ ବେଦର ଅନ୍ତିମ ଅଂଶ ଯାହାକୁ ବେଦାନ୍ତ କୁହାଯାଏ। ବେଦ ଯେଉଁଠି କର୍ମକାଣ୍ଡ ଓ ଉପାସନା ଉପରେ ଗୁରୁତ୍ୱ ଦିଏ, ଉପନିଷଦ ତାହାର ଦାର୍ଶନିକ ଅନ୍ତର୍ନିହିତ ଅର୍ଥକୁ ବ୍ୟାଖ୍ୟା କରି ଉପନିଷଦରେ ବ୍ରହ୍ମ, ଆତ୍ମା, ମୋକ୍ଷ, ଅଦ୍ୱୈତ ତତ୍ତ୍ୱ ବିଷୟରେ ଗଭୀର ଚିନ୍ତନ ଅଛି ଯାହା ବୈଦିକ ମୂଲ୍ୟବୋଧକୁ ଦାର୍ଶନିକ ଗଭୀରତା ଦେଇଥାଏ।